ସରିଲା ଦେବଗଡ଼ ଗ୍ରାମର ରାବଣବଦ୍ଧ ଓ ଶ୍ରୀରାମଙ୍କ ଅଭିଷେକ। ଅତ୍ୟାଧୁନିକ ଲାଇଟ୍ ବାଣରେ ଝଲସିଲା ରାମଲୀଳା ପଡ଼ିଆ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଦେବଗଡ଼ ଗ୍ରାମର 200 ବର୍ଷର ସର୍ବପୁରାତନ ଶ୍ରୀରାମଲୀଳା ତଥା ରାବଣବଦ୍ଧ ସମ୍ପୂର୍ଣ୍ଣ ହୋଇଯାଇଛି। ଏନେଇ କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ଶ୍ରୀରାମ ନବମୀର ରାମ ରାବଣ ଶୋଭାଯାତ୍ରା ସହିତ ରାବଣବଦ୍ଧ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଦିନ ପ୍ରଭୁ ଶ୍ରୀରାମଙ୍କ ଅଭିଷେକ କରାଯାଇଥିଲା। ପ୍ରତିବର୍ଷ ଏହି ଉତ୍ସବ ପାଳିତ ହୋଇ ଆସୁଥିବା ବେଳେ ଏହା ଚଳିତ ବର୍ଷ ଧୁମଧାମରେ ପାଳିତ ହୋଇଥିଲା। ଏ ବର୍ଷ ମଧ୍ୟ ଧୁମଧାମରେ ପାଳନ କରାଯାଇଥିଲା। ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ଅନ୍ନଛତ୍ର ପଣା ବଣ୍ଟନ କରାଯାଇଥିଲା। ଅତ୍ୟାଧୁନିକ ଲାଇଟ୍ ବାଣରେ ରାମଲୀଳା ପଡ଼ିଆ ଝଲସି ଉଠିଥିବା ବେଳେ ଦର୍ଶକଙ୍କ ବେଶ୍ ମନ ମୋହିଲା ରାମ ଭୂମିକାରେ ଭୁବନ ବିଶ୍ୱାଳ, ଲକ୍ଷ୍ମଣ ଭୂମିକାରେ ସୁଶାନ୍ତ ବାରିକ, ରାବଣ ଭୂମିକାରେ ଭବାନୀ ଶଙ୍କର ବିଶ୍ୱାଳ, ଦୂତ ଭୂମିକାରେ ରବୀନ୍ଦ୍ର ଅମାତ, ହନୁମାନ ଭୂମିକାରେ ପଞ୍ଚାନନ ନାଗ, ଉପେନ୍ଦ୍ର ବଡ଼ମାଳୀ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ। ଅନ୍ୟପଟେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ନାଟ୍ୟ ସାଂସଦ ଦେବଗଡ଼ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରୁ ଭାଗବତ ମେହେରଙ୍କ ରିପୋର୍ଟ, ଫୋକସ୍ ପ୍ଲସ୍।